समय 11ଟା। ଗତକାଲି ସୁଦଶା ବ୍ରତ ଥିଲା। ଭୋକରେ ଏପଟେ ପେଟରେ ମୂଷା ଦୌଡ଼ିଲାଣି। ସେଥିପାଇଁ ତୁଣ ତରକାରୀ ହେଉ କି ନ ହଉ ଗାବୁ ଗାବୁ କରି 2-4 ମୁଠା ପଖାଳ ଖାଇଦେଲେ ପେଟ ପୁରା ଥଣ୍ଡା। ପଖାଳ ଖାଇସାରିଲି। ବାହାରି ପଡ଼ିଲି କାଠ ଆଣିବାକୁ। ଏବେ ତରକାରୀ ହେବ, ପଣସ କଠା ତରକାରୀ। ଆପଣମାନଙ୍କ ଭିତରୁ ବହୁ ଜଣ ତ ବହୁତ ପ୍ରୋସେସରେ ପଣସ କଠା ତରକାରୀ କରିଥିବେ, ହେଲେ ମୋର ନା ଭିଡ଼ିଓ କ୍ଲିପ୍ଟା ଏଇଠି ଡିଲିଟ୍ ହେଇଯାଇଛି। ସେଥିପାଇଁ ଡାଇରେକ୍ଟ ତରକାରୀ ହେବା ଉପରେ ହେଲାଣି। ତ ଆପଣମାନେ ଭାବୁଥିବେ ଏଇଠି କ'ଣ ଦେଖେଇଲା ଇଏ। ଆଜ୍ଞା, ସମସ୍ତେ ଯେମିତି କରନ୍ତି ମୁଁ କିନ୍ତୁ ଅଲଗା ଉପରେ କରିଥିଲି। ତ ପୁଣି କେବେ ଯଦି ଟାଇମ୍ ହେବ ବା ପଣସ କଠା ଘରକୁ ଆସେ ତାହେଲେ ମୁଁ ଆପଣମାନଙ୍କୁ ନିଶ୍ଚୟ ଦେଖେଇବି। ତ ଏଇ କଥା କହୁ କହୁ ଦେଖନ୍ତୁ ତରକାରୀ ବି ହେଇଗଲା। ଆଉ ଏପଟେ ମୁଁ ଆପଣମାନଙ୍କୁ ଆଉ ଥରେ ଓଲଟ ପାଲଟ କରିକି ଦେଖେଇ ଦେଉଛି ଏଇଟା ସତରେ ହେଇଛି କି ନାହିଁ। ଆଉ ଏଇପଟେ ତଳେ ଆପଣମାନେ ବି ଦେଖିପାରୁଥିବେ ଗୋଟେ ତାଟିଆଟେ ରେଡ଼ି କରିଛି। କ'ଣ ପାଇଁ ନା ଲୋଭ। ମୋତେ ନା ତା'ର ବାସ୍ନାରେ ପାଟିରେ ପାଣି ଆସିଯାଉଥିଲା। ସେଥିପାଇଁ ମୁଁ ତାଟିଆଟେ ରଖିଛି। କିନ୍ତୁ କଡ଼େଇଟା ଚୁଲିରେ ବସିଥିଲେ ତ ଖାଆନ୍ତିନି। ସେଥିପାଇଁ ମୁଁ ତଳକୁ ଓହ୍ଲେଇକି ନେଇ ଆସିଲି। ପ୍ରଥମେ ଅଗ୍ନି ଦେବତା ଖାଇବେ, ତାପରେ ମୁଁ। ସେତିକି ତ ଧୈର୍ଯ୍ୟ ଅଛି ନା। ଏବେ ଦେଖନ୍ତୁ ମୁଁ ବାଢ଼ି ନେଲି, ତାପରେ ପୁଣି ଢାଙ୍କିଦେଲି। ଆଉ ଟିକେ ଅନ୍ଧାରିଆ ଦେଖିକି ବସି ପଡ଼ିଲି। ଆଉ ଗାବୁ ଗାବୁ କରି ଖାଇନେଲି। ଆପଣମାନଙ୍କୁ ବି ଯଦି ଲୋଭ ଲାଗୁଛି ତାହେଲେ ନିଶ୍ଚୟ ଆସନ୍ତୁ, ଆମେ ସାଙ୍ଗ ହେଇକି ଖାଇନେବା। ହଁ, ନାଇଁ ଆଜି ଆସନ୍ତୁନି। ଯେବେ ପୁଣି ଥରେ ପଣସ କଠା ଆସିବ ସେଇ ଟାଇମ୍ରେ ଆସିବେ। କାହିଁକି ନା ଏଇଟା ପୁରୁଣା ଭିଡ଼ିଓଟା। ଯଦି ଭଲ ଲାଗିଥିବ ଲାଇକ୍ ଗୋଟେ କରିଦେବେ ନିହାତି।